ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ବଣ ଓ ବଣୀ କବିତାଟି ଆଲୋଚନା କରିବା। ଯେଉଁମାନେ ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଦିଅନ୍ତୁ। ତେବେ ଆସନ୍ତୁ ଏହି କବିତାଟି ଆବୃତ୍ତି କରିବା। ଦେଖିଲାକୁ ନା ମହୁଲ ଡାଳେ ବସିଛି ଏକ ବଣୀ, ଝଡୁଛି ଯେତେ ମହୁଲ ଫୁଲ ହିସାବ କରେ ଗଣି। ଡାକିଲାକୁ ନା କିଆଁଲ ବଣୀ ଘଷୁଛୁ ଥଣ୍ଟ ଡାଳେ, ଆମ ପାଶେ ଖାଇବୁ ଯେବେ ମିଠା ପିଜୁଳି ଫାଳେ। ସୁନାର ଏକ ପଞ୍ଜୁରୀ ଗଢ଼ି ଆଣିବେ ବାପା ମୋର, ମାଠୁ ମାଗି ଦେବି ଲୋ ତୋତେ କଦଳୀ ଛେନା ସର। ସୁନା ଗିନାରେ ଦେବି ମୁଁ ପାଣି, ରୂପା ଥାଳିରେ ଭାତ, ବୁଲାଇ ନେବି ମେଳାକୁ ତୋତେ ଦେଖିବୁ କେତେ ଜାତ। କହିଲା ବଣୀ କୁନା ଭାଇନା କହିଲ ସତ ଏକା, ମନରେ ତୁମ ଶରଧା ଥାଉ ନୀତି ହେବ ଦେଖା। ଗଛରୁ ଗଛ ଉଡ଼ି ଉଡ଼ିକା ପାଉଛି କେତେ ସୁଖ, ଆକାଶେ ଥାଇ ଦେଖଇ ମୁହିଁ ଜହ୍ନ ମାମୁଁର ମୁଖ। ବୁଲୁଛି ଖାଇ ବଣର ଫଳ କେତେ ଯେ ମିଠା କୋଳି, ଗଛର ଡାଳେ ପବନ ତାଳେ ଖେଳଇ ମୁହିଁ ଦୋଳି। ମନ ଆନନ୍ଦେ ଉଡ଼ି ବୁଲଇ ଖୁସିରେ ଗାଏ ଗୀତ, ନ ମାନେ ଝଡ଼ି ବରଷା ଧରା ନ ମାନେ ପୁଣି ଶୀତ। କୁନା ଭାଇନା ସୁନା ପଞ୍ଜୁରୀ ଦେବ କି ସେଇ ସୁଖ, ପର ଅଧୀନ ବନ୍ଦୀ ଜୀବନ ଅଟଇ ବଡ଼ ଦୁଃଖ। ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରୀ ରୂପା ଥାଳିର ଭାତ, ଗଛର ଡାଳ ସରକ ମୋର ପଣ ପରା ମୋ ମିତ। ପିଲାମାନେ, ଆମେ ଏହି କବିତାଟି ଆବୃତ୍ତି କଲେ। ବର୍ତ୍ତମାନ ଏହାର ସାରାଂଶକୁ ଆଲୋଚନା କରିବା। ଦେଖ ପିଲାମାନେ, ପ୍ରଥମ ପଂକ୍ତିରେ ଦେଖିଲାକୁ ନା ମହୁଲ ଡାଳେ ବସିଛି ଏକ ବଣୀ, ମାନେ ଏକ ବଣୀ ମହୁଲ ଫୁଲ ଗଛ ଡାଳରେ ବସିଥିବାର କୁନା ଏକ ପିଲାଟି, ତୁମ ବୟସର ପିଲାଟି ଦେଖିଲା। ସେ ଦେଖିଲା ମହୁଲ ଡାଳରେ ବଣୀଟିଏ, ଅତି ସୁନ୍ଦର ବଣୀଟିଏ ବସିଛି। ଝଡୁଛି ଯେତେ ମହୁଲ ଫୁଲ ହିସାବ କରେ ଗଣି, ମାନେ ଗଛରୁ କେତେ ମହୁଲ ଫୁଲ ଝଡ଼ି ପଡ଼ୁଛି ତାକୁ ବୋଧହୁଏ ସେ ଗଣି ପକାଉଛି। ଏକଥା କୁନା କହିଲା। କହିଲା ବା ଡାକିଲା କୁନା, କିଆଁଲ ବଣୀ ଲୋ ବଣୀ, କଣ ବଣୀ ଘଷୁଛୁ ଥଣ୍ଟ ଡାଳେ, ତୋର ଥଣ୍ଟକୁ କଣ ଏଇ ଗଛ ଡାଳରେ ବସି ଘଷୁଛୁ? ଆ ମୋ ପାଖକୁ ଆ, ମୋ ପାଖକୁ ଆ, କେତେ ମିଠା ପିଜୁଳି ଫଳ ଫାଳେ ମୁଁ ଦେବି, ଖାଇବୁ ଆ। ଏବଂ ସୁନାର ଏକ ପଞ୍ଜୁରୀ ଗଢ଼ି ଆଣିବି, ମୋ ବାପାକୁ କହିବି ସୁନାର ପଞ୍ଜୁରୀ ଗଢ଼ି ଆଣିବି, ମାଠୁ ମାଗି ତୋତେ କେତେ କଦଳୀ ଛେନା ସର ମିଠା ସବୁ ଖାଇବାକୁ ଦେବି, ସୁନା ଗିନାରେ ମୁଁ ପାଣି ପିଇବାକୁ ଦେବି, ରୂପା ଥାଳିରେ ଭାତ ଖାଇବାକୁ ଦେବି। ଆଉ କ'ଣ କରିବି ନା ବୁଲାଇ ନେବି ମେଳାକୁ ତୋତେ ମେଳାକୁ ଯାତ୍ରାକୁ ନେଇ ବୁଲାଇବି। ଆଉ କେତେ ଯାତ୍ରା ଦେଖିବୁ, ଆମେ ସାଙ୍ଗ ହେଇ ବୁଲିବା, ଖେଳିବା। ଏକଥା କୁନା ବଣୀକୁ କହିଲା। କହିଲା ବଣୀ କୁନା ଭାଇନା, ମାନେ ବଣୀ ତା କଥାରେ ଉତ୍ତର ଦେଇ କହିଲା, ହଁ କୁନା ଭାଇନା, ସତ କହିଲ ଯେ, ହେଲେ ତମ ମନରେ ଯେଉଁ ଶ୍ରଦ୍ଧା ଅଛି ସେଇ ଶ୍ରଦ୍ଧା ମୋ ପାଖେ ଥାଉ ଏବଂ ସବୁଦିନେ ମୋ ସହିତ ଦେଖା ହବ। କାହିଁକି ନା ମୁଁ ଏଇ ଗଛ ଡାଳରେ ଖୋଲାରେ ବସି ଏ ଗଛରୁ ସେ ଗଛକୁ ଉଡ଼ି ଉଡ଼ି କେତେ ସୁଖ ପାଉଛି। ଆକାଶେ ଥାଇ ମୁଁ ଜହ୍ନ ମାମୁଁକୁ ଦେଖୁଛି ଏବଂ ଏଇଠି
ମୁଁ ହସି ଖେଳି ଉଡ଼ି ବୁଲୁଛି, କିନ୍ତୁ ଯେତେବେଳେ ମୁଁ ସେଇ ପଞ୍ଜୁରୀ ଭିତରକୁ ଚାଲିଯିବି ତାହେଲେ ଆଉ ଏଠି ଯେଉଁ ଖୋଲାରେ ମୁଁ ଉଚ୍ଚାରଣ କରୁଛି ବୁଲୁଛି ଆଉ ସେଇ ଆନନ୍ଦ ସେଇ ପଞ୍ଜୁରୀ ଭିତରେ ଦେଖିବାକୁ ମିଳିବ ନାହିଁ। ଏବଂ ଏଠାରେ ମୁଁ କେତେ ବଣର ଫଳମୂଳ ଖାଇ ବୁଲି ବୁଲି ମିଠା ମିଠା କୋଳି ଖାଉଛି, ଏ ଗଛରୁ ସେ ଗଛକୁ ଡେଇଁ ବୁଲୁଛି, ସେଇଭଳି ମୋତେ ସୁଖ ମିଳିବ ନାହିଁ ସେଇ ପଞ୍ଜୁରୀ ଭିତରେ। ମନ ଆନନ୍ଦେ ମୁଁ ଉଡ଼ି ବୁଲୁଛି, ଖୁସିରେ ଗୀତ ଗାଉଛି, ନ ମାନି ଝଡ଼ି ମୁଁ ଝଡ଼ି ବତାସ ଖରା କାକର ସହି ମୁଁ ଖୁସି ମନରେ ଉଡ଼ି ବୁଲୁଛି, କିନ୍ତୁ ଯେତେବେଳେ ମୁଁ ସେଇ ପଞ୍ଜୁରୀ ଭିତରକୁ ଚାଲିଯିବି ସେଇ ପଞ୍ଜୁରୀ କ'ଣ ମୋତେ ଏତେ ସୁଖ ଦେଇପାରିବ? ମୁଁ ପର ଅଧୀନରେ ମୋର ଜୀବନ କଟିବ ଏବଂ ମୁଁ ଏଠି ବହୁତ ଖୁସିରେ ଅଛି, କିନ୍ତୁ ଯେତେବେଳେ ମୁଁ ପଞ୍ଜୁରୀ ଭିତରକୁ ଚାଲିଯିବି ମୁଁ ବଡ଼ ଦୁଃଖରେ ମୋର ଜୀବନ କଟିବ। ତେଣୁ ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରୀ ମୋତେ ଆବଶ୍ୟକ ନାହିଁ, ରୂପା ଥାଳିରେ ଭାତ ଖାଇବା ମୋର ଆବଶ୍ୟକ ନାହିଁ, କିନ୍ତୁ ଗଛ ଡାଳ ହେଉଛି ମୋର ସରଗପୁର। ତେଣୁ ଏଇ ଗଛ ଡାଳ ମୋର ସରଗ, ଆଉ ବଣ ପରା ମୋର ମିତ, ବଣ ମୋର ଅତି ଆପଣାର, ବଣ ମୋର ମିତ। ତେଣୁ ପିଲାଟିକୁ ଏହି କଥା ବଣିଟି ବୁଝାଇଦେଲା। ବାସ୍ତବରେ ପିଲାମାନେ ଖୋଲାରେ ପକ୍ଷୀଟି ବିଚରଣ କରିବା କେତେ ଆନନ୍ଦ ପାଇଥାଏ, କିନ୍ତୁ ତାକୁ ସେଇ ପକ୍ଷୀକୁ ଯଦି ଆମେ ବନ୍ଦୀ ଭାବରେ ରଖିବା, ବନ୍ଦୀ କରି ରଖିବା କେତେ କଷ୍ଟଦାୟକ। ପିଲାମାନେ ଆମେ ଏହି କବିତାରୁ କ'ଣ ବୁଝିଲେ ନା ଗୋଟେ ପକ୍ଷୀଟି ଯେତେବେଳେ ବନ୍ଦୀ ଭାବରେ ଜୀବନଯାପନ କରିବ ତାର କଷ୍ଟ କହିଲେ ନ ସରେ, କିନ୍ତୁ ଯେତେବେଳେ ଖୋଲା ଆକାଶରେ ଉଡ଼ି ବୁଲୁଥିବା ଏକ ପକ୍ଷୀ କେତେ ଖୁସି ମନରେ ସେ ବିଚରଣ କରୁଛି ତାହା ତୁମେମାନେ ସବୁ ଦେଖିଛ। ତେଣୁ ଆମେ ଏହି ସବୁ କଥା ବଣିଠାରୁ ଶିଖିଲେ, ଜାଣିଲେ। ତେଣୁ ଏହି କବିତାଟିକୁ ଆମେ ଆବୃତ୍ତି କରିବା, ଅଭ୍ୟାସ କରିବା ଏବଂ ଏହାର ପ୍ରଶ୍ନୋତ୍ତରକୁ ଆମେ ଲେଖିବା।